टीचिंग ओडिशा को पुଣି ଥରେ ସ୍ୱାଗତ। ଆଜି ଆମେ କ'ଣ ପଢ଼ିବା? ଆଜି ଆମେ ଯୁକ୍ତ 2 ଅର୍ଥଶାସ୍ତ୍ରର ପ୍ରଥମ ଅଧ୍ୟାୟ ଅର୍ଥଶାସ୍ତ୍ରର ମୌଳିକ ଅବଧାରଣା ବା ବେସିକ୍ କନସେପ୍ଟସ୍ ଇନ୍ ଇକୋନୋମିକ୍ସ ପଢ଼ିବା। ତା ଆଗରୁ ଆମେ ପଢ଼ିଛନ୍ତି ଏହି ପ୍ରଥମ ଅଧ୍ୟାୟରେ ବିଭିନ୍ନ କନସେପ୍ଟ ଆମେ ପଢ଼ି ସାରିଛନ୍ତି। ଆଜି ଆମେ କ'ଣ ପଢ଼ିବା? ମୂଲ୍ୟ ଆଉ ଦର। ମୂଲ୍ୟ ଏବଂ ଦର। ମୂଲ୍ୟ କାହାକୁ କୁହାଯାଏ ପଢ଼ିବା ଆଉ ଦର କାହାକୁ କୁହାଯାଏ ପଢ଼ିବା। ତାହେଲେ ଏଇଟା ଇମ୍ପୋର୍ଟାଣ୍ଟ କ'ଣ ପାଇଁ? ଏଇଟା CHSE ଆନୁଆଲ ଏକ୍ଜାମ। CHSE ଆନୁଆଲ ଏକ୍ଜାମରେ 2 ମାର୍କ ଆଉ 3 ମାର୍କ କ୍ୱେଶ୍ଚନ୍ ପଢ଼ିପାରିବ। କ୍ୱେଶ୍ଚନ୍ କ'ଣ ପଡ଼ିବ ନା ମୂଲ୍ୟ ଓ ଦର କ'ଣ? କେବଳ ପଡ଼ିବ ମୂଲ୍ୟ ଓ ଦର ବିଷୟରେ ଲେଖ। ତ ଏହା ଯେହେତୁ ଭିନ୍ନ ଭିନ୍ନ ଜିନିଷ ନୁହଁ, ତାର ପାର୍ଥକ୍ୟ ପଡ଼ି ନପାରେ, କିନ୍ତୁ ପଡ଼ିବ କ'ଣ ମୂଲ୍ୟ ଓ ଦର କାହାକୁ କୁହାଯାଏ। ସେତେବେଳେ ତୁମେ 2 ମାର୍କ ପଢ଼ିଲେ ମୂଲ୍ୟ କ'ଣ ଲେଖିବ ଆଉ ଦର କ'ଣ ଲେଖିବ। 3 ମାର୍କ ପଢ଼ିଲେ ମୂଲ୍ୟ କ'ଣ ଆଉ ଦର କ'ଣ ଲେଖିବ, ତା ଭିତରେ କ'ଣ ସାମଞ୍ଜସ୍ୟ ରହିଛି ଟିକେ ଲେଖିବାକୁ ପଡ଼ିବ। ତ ସେଇ ଅନୁସାରେ ଆମେ ଆଜି ସେଗୁଡ଼ା ପଢ଼ିବା। ଆଉ କୌଣସି ନୋଟ୍ କରିବାର ଆବଶ୍ୟକ ନାହିଁ, ପୁରା ନୋଟ୍ ଭଳି କରାଯାଉଛି। ଏଇଟା ତୁମେ ନୋଟ୍ ଭାବେ ବ୍ୟବହାର କରିପାରିବ, ପଢ଼ିପାରିବ, ଏକ୍ଜାମରେ ବ୍ୟବହାର କରିପାରିବ, କିଛି ଅସୁବିଧା ନାହିଁ। ତ ପଢ଼ିବା, ଆମେ ମୂଲ୍ୟ ଆଉ ଦର ପଢ଼ିବା। ତ ପଢ଼ିବା ପୂର୍ବରୁ କହି ରଖିବି, ତୁମେ ଏଇ ଟିଚିଂ ଓଡ଼ିଶା ଚ୍ୟାନେଲକୁ ତୁମେ ସବସ୍କ୍ରାଇବ୍ କରିନେବ। ଆଉ ଏଇ ଯେଉଁ +2 ସେକେଣ୍ଡ ଇୟରର ଅର୍ଥଶାସ୍ତ୍ର ବିଷୟଟିକୁ ଗୋଟେ ପ୍ଲେଲିଷ୍ଟରେ ତୁମକୁ ପଢ଼ାଯାଉଛି, ପୁରା ହୋଲ୍ ସିଲାବସ୍କୁ କମ୍ପ୍ଲିଟ୍ କରାଯାଉଛି। ତ ସେଇ ପ୍ଲେଲିଷ୍ଟକୁ ତୁମେ ଫଲୋ କରିପାରିବ। ସବୁ ପ୍ରଥମ ଚ୍ୟାପ୍ଟରରୁ ଲାଷ୍ଟ ପର୍ଯ୍ୟନ୍ତ ସବୁ କ୍ଲାସ୍ ଏଠି ହେବ। ତୁମେ ସେଟାକୁ ପୁରା ଫଲୋ କରିପାରିବ। କୌଣସି ନୋଟ୍ କରିବାର ଆବଶ୍ୟକ ନାହିଁ। କ୍ଲାସ୍ କରିବେ, ଏଠି ସମ୍ପୂର୍ଣ୍ଣ ନୋଟ୍ କରି ଲେଖା ହେଇଯାଉଛି। ଏଟା ଆରାମସେ ବ୍ୟବହାର କରିପାରିବ। ଆଉ ଗୋଟେ କଥା ହେଲା, ତୁମେ ଯଦି ଡାଉଟ୍ ରହୁଛି ତୁମେ କମେଣ୍ଟ ମାଧ୍ୟମରେ ପଚାରି ପାରିବ, କିମ୍ବା ଆମର ଗୋଟିଏ ଟିଚିଂ ଓଡ଼ିଶା ଟେଲିଗ୍ରାମ ଚ୍ୟାନେଲ ରହିଛି, ଏଡ୍ ହେଇପାରିବ। ଡେସ୍କ୍ରିପସନରେ ତାର ଲିଙ୍କ୍ ଦେଇଦେବି, ଏଡ୍ ହେଇଯିବ। ଆଉ ତୁମେ ଯାହା ବି ତୁମ ଡାଉଟ୍ ଅଛି ପଚାରି ପାରିବ। ଡେରି କରିବାନି, ଆମେ ଆରମ୍ଭ କରିବା। ମୂଲ୍ୟ ଆଉ ଦର। ମୂଲ୍ୟ କାହାକୁ କୁହାଯାଏ ଆଉ ଦର କାହାକୁ କୁହାଯାଏ। ପ୍ରଥମ କ'ଣ ଆସିଲା? ମୂଲ୍ୟ। ତାର ମୂଲ୍ୟ କ'ଣ? ତ ମୂଲ୍ୟ ଇଂଲିଶ କ'ଣ? ଭ୍ୟାଲୁ। ମୂଲ୍ୟ ବା ଭ୍ୟାଲୁ। ମୂଲ୍ୟ କ'ଣ? ମୂଲ୍ୟକୁ ଆମେ ଦୁଇଟି ଦୃଷ୍ଟିକୋଣରେ ବିଚାର କରିପାରିବା, ବା ଦୁଇ ପ୍ରକାରର ମୂଲ୍ୟ ରହିଛି। ମୂଲ୍ୟକୁ ଆମେ ଦୁଇ ଦୃଷ୍ଟିକୋଣରୁ ବିଚାର କରିପାରିବା। କ'ଣ କ'ଣ ଦେଖିବା? ପ୍ରଥମଟି ହେଉଛି ବ୍ୟବହାରିକ ମୂଲ୍ୟ। ଗୋଟେ ପ୍ରକାର ମୂଲ୍ୟ କ'ଣ ହେଲା? ବ୍ୟବହାରିକ ମୂଲ୍ୟ। ତାହେଲେ ବ୍ୟବହାରିକ ମୂଲ୍ୟ କାହାକୁ କୁହାଯାଏ? ନା ବ୍ୟବହାରିକ ମୂଲ୍ୟ କହିଲେ ଦ୍ରବ୍ୟର ଉପଯୋଗିତାକୁ ବୁଝାଏ। ଆମେ ଉପଯୋଗିତା ବିଷୟରେ ପଢ଼ିଛନ୍ତି। ତାହେଲେ ଦ୍ରବ୍ୟର ଉପଯୋଗିତାକୁ ବ୍ୟବହାରିକ ମୂଲ୍ୟ କୁହାଯାଏ। ତାହେଲେ ଦ୍ରବ୍ୟର ଉପଯୋଗିତା କ'ଣ? ଦ୍ରବ୍ୟର ବ୍ୟବହାର କ୍ଷମତା। କ'ଣ ଆମେ ଏକ୍ଜାମ୍ପଲ ଦେଖିଲେ ଜାଣିପାରିବା? ସୂର୍ଯ୍ୟରଶ୍ମି, ବାୟୁ, ନଦୀ ଜଳ ଭଳି ମୁକ୍ତ ଦ୍ରବ୍ୟର କେବଳ ବ୍ୟବହାରିକ ମୂଲ୍ୟ ଥାଏ, କିନ୍ତୁ ଏହାର ବିନିମୟ ମୂଲ୍ୟ ନଥାଏ। ତାହେଲେ ସୂର୍ଯ୍ୟରଶ୍ମି, ବାୟୁ, ନଦୀ ଜଳ ଏସବୁ କ'ଣ ବହୁ ଅମୂଲ୍ୟ ସମ୍ପଦ, ବଞ୍ଚିବା ପାଇଁ ନିହାତି ଆବଶ୍ୟକ, କିନ୍ତୁ ଏହାର କ'ଣ ବ୍ୟବହାର ପାଇଁ ଆମର ଆବଶ୍ୟକ ଅଟେ। ସୂର୍ଯ୍ୟରଶ୍ମି ବିନା ଆମେ ଜୀବନ ତିଷ୍ଠି ପାରିବ ନାହିଁ। ପୃଥିବୀରେ ସୂର୍ଯ୍ୟରଶ୍ମି ବିନା ଜୀବନ ରହିପାରିବ ନାହିଁ। ବାୟୁ, ନଦୀ ଜଳ ମଧ୍ୟ ସେଇଭଳି ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆମେ ଏହା ପାଇଁ କୌଣସି ବିନିମୟ ମୂଲ୍ୟ ଦେଉଛନ୍ତି କି? ଦେଉନାହାନ୍ତି, କେବଳ ଆମେ ବ୍ୟବହାର କରୁଛନ୍ତି। ଏହାର କୌଣସି ବିନିମୟ ମୂଲ୍ୟ ନାହିଁ। ତା ପାଇଁ ଆମକୁ କୌଣସି ପ୍ରକାର ମୂଲ୍ୟ ଦେବାକୁ ପଡ଼ୁନାହିଁ। ଟଙ୍କା ଦେବାକୁ ପଡ଼ୁନାହିଁ, ବା ତା ବଦଳରେ କିଛି ଦେବାକୁ ପଡ଼ୁନାହିଁ। ତାହେଲେ ଏହି ଦ୍ରବ୍ୟ ଗୁଡ଼ିକର କ'ଣ ଅଛି? ଅତି ଆବଶ୍ୟକ ବ୍ୟବହାରିକ ମୂଲ୍ୟ ରହିଛି, କିନ୍ତୁ ଏହାର ବିନିମୟ ମୂଲ୍ୟ ନାହିଁ। କ'ଣ ପାଇଁ ନାହିଁ? ପୂର୍ବରୁ ଆମେ ପଢ଼ିଛନ୍ତି, ଆଗ ମଧ୍ୟ ପଢ଼ିବା। କ'ଣ? ଏଇ ଯେଉଁ ଜିନିଷ ଗୁଡ଼ିକ କ'ଣ ଅସୀମ ପରିମାଣରେ ମାନେ ବହୁ ପରିମାଣରେ ରହିଛି। ସୂର୍ଯ୍ୟରଶ୍ମି ସରିବାର କୌଣସି ଚାନ୍ସ ହିଁ ନାହିଁ, ବହୁ ପରିମାଣରେ ଆଭେଲେବୁଲ୍ ଅଛି। ନଦୀ ଜଳ ହେଲା, ବାୟୁ ହେଲା, ଏସବୁ ବହୁ ପରିମାଣରେ ରହିଛି। ଯେତିକି ଆମର ଆବଶ୍ୟକ ଅନୁସାରେ ଅଧିକ ପରିମାଣରେ ରହିଛି। ତାହେଲେ ଏହି ସମୟରେ ଆମକୁ ଏହାର ଉପଯୁକ୍ତ ବ୍ୟବହାର ଆଉ ବଣ୍ଟନର କୌଣସି ସମସ୍ୟା ନାହିଁ। ସେଥିପାଇଁ ଏହାର କୌଣସି ମୂଲ୍ୟ ଦେବାକୁ ପଡ଼ୁନାହିଁ। ତାହେଲେ ଏହା ଏକ ମୁକ୍ତ ଦ୍ରବ୍ୟ। ଆମେ ପଢ଼ିଥିଲେ ମୁକ୍ତ ଦ୍ରବ୍ୟ। ତାହେଲେ ମୁକ୍ତ ଦ୍ରବ୍ୟର ବ୍ୟବହାରିକ ମୂଲ୍ୟ ଥାଇପାରେ, କିନ୍ତୁ ଏହାର ବିନିମୟ ମୂଲ୍ୟ ନାହିଁ। କିନ୍ତୁ ଏଇ ଯେଉଁ ବ୍ୟବହାରିକ ମୂଲ୍ୟ ଅର୍ଥଶାସ୍ତ୍ରରେ କୌଣସି ବ୍ୟବହାର ଲାଗେ ନାହିଁ। ଏଇ ଯେଉଁ ବ୍ୟବହାରିକ ମୂଲ୍ୟର କନସେପ୍ଟ ଅର୍ଥଶାସ୍ତ୍ରରେ ବ୍ୟବହାର କରାଯାଏ ନାହିଁ। କାହିଁକି? ଆମେ ଅର୍ଥଶାସ୍ତ୍ର କ'ଣ ପଢ଼ିଥିଲେ? ଅର୍ଥଶାସ୍ତ୍ର ହେଉଛି ସୀମିତ ସମ୍ବଳର ଉପଯୁକ୍ତ
ବ୍ୟବହାର। ତାହେଲେ ଯୋଉଟା ସୀମିତ ତାର ଉପଯୁକ୍ତ ବ୍ୟବହାର ହଉଛି ଅର୍ଥଶାସ୍ତ୍ର। କିନ୍ତୁ ଏହା କଣ ସୂର୍ଯ୍ୟରଶ୍ମି, ଅସୀମ ସମ୍ବଳ, ବାୟୁ, ନଦୀ, ଜଳ, ତାହେଲେ ଏହାର କୌଣସି ଉପଯୁକ୍ତ ବ୍ୟବହାରର କଥା ହିଁ ଆସୁନାହିଁ। ତାହେଲେ ଏହା ଅର୍ଥଶାସ୍ତ୍ରର ପରିସରରେ ଆସେ ନାହିଁ। ତାହେଲେ ଅର୍ଥଶାସ୍ତ୍ରର ପରିସରରେ କିଏ ଆସେ? ବିନିମୟ ମୂଲ୍ୟ। କୋଉଟା? ବିନିମୟ ମୂଲ୍ୟ ଆମ ଅର୍ଥଶାସ୍ତ୍ରର ପରିସରରେ ଆସେ। ତାହେଲେ ବିନିମୟ ମୂଲ୍ୟ କଣ ପଢିବା? ଅର୍ଥଶାସ୍ତ୍ରରେ ମୂଲ୍ୟ କହିଲେ ବିନିମୟ ମୂଲ୍ୟକୁ ହିଁ ବୁଝାଏ। ମୁଁ କହିଲି ଅର୍ଥଶାସ୍ତ୍ରରେ କେବଳ ଗୋଟିଏ ମୂଲ୍ୟକୁ ହିଁ ବ୍ୟବହାର କରାଯାଏ, କୋଉଟା? ବିନିମୟ ମୂଲ୍ୟକୁ। ସେଥିପାଇଁ ଅର୍ଥଶାସ୍ତ୍ରରେ କେବଳ ମୂଲ୍ୟ କହିଲେ ବିନିମୟ ମୂଲ୍ୟକୁ ହିଁ ବୁଝାଏ। ତାହେଲେ ବିନିମୟ ମୂଲ୍ୟ କଣ? ଗୋଟିଏ ଦ୍ରବ୍ୟ ବଦଳରେ ମିଳୁଥିବା ଅନ୍ୟାନ୍ୟ ଦ୍ରବ୍ୟର ପରିମାଣକୁ ସେହି ଦ୍ରବ୍ୟର ବିନିମୟ ମୂଲ୍ୟ କୁହାଯାଏ। ଏକ୍ସାମ୍ପଲ ଦେଖିଲେ ବୁଝିପାରିବ। ଯଦି ଖଣ୍ଡେ ବହି ବଦଳରେ 10ଟି କଲମ ମିଳେ, ତେବେ ଖଣ୍ଡେ ବହିର ମୂଲ୍ୟ 10ଟି କଲମ ବୋଲି ଧରାଯାଏ। ଯେତେବେଳେ ଗୋଟିଏ ଦ୍ରବ୍ୟ ବଦଳରେ ଆଉ ଗୋଟେ ଦ୍ରବ୍ୟ ମିଳେ, ବା ଗୋଟେ ଦ୍ରବ୍ୟକୁ ପାଇବା ପାଇଁ କିଛି ଆମକୁ ତା ବିନିମୟରେ ଦେବାକୁ ପଡେ, ତା ଏକ୍ସଚେଞ୍ଜରେ ଦେବାକୁ ପଡେ। ସେଥିପାଇଁ ଆକୁ କଣ କୁହାଯାଏ? ଏକ୍ସଚେଞ୍ଜ ଭ୍ୟାଲୁ। ଗୋଟେ ଦ୍ରବ୍ୟ ପାଇବା ପାଇଁ କିଛି ଆମକୁ ଦବାକୁ ପଡିବ, କିଛି ଦ୍ରବ୍ୟ ଆମକୁ ଦବାକୁ ପଡିବ, ତାକୁ କଣ କୁହାଯାଏ? ବିନିମୟ, ତାର ବିନିମୟ ମୂଲ୍ୟ ବୋଲି କୁହାଯାଏ। ଆମେ ଏକ୍ସାମ୍ପଲ ନେଲେ, ଯଦି ଗୋଟିଏ ବହିକୁ ଆମେ 10ଟି କଲମ ବଦଳରେ ମିଳୁଥାଏ, ତାହେଲେ ଆମେ ଗୋଟେ ବହିର ମୂଲ୍ୟ ଆମେ 10ଟି କଲମ ବୋଲି ଧରିପାରିବା। ଗୋଟେ ଏକ୍ସାମ୍ପଲ ଏଟା। ଆଉ କଣ ହେଲା ନା, କେବଳ ଅର୍ଥନୈତିକ ଦ୍ରବ୍ୟର ବିନିମୟ ମୂଲ୍ୟ ଥାଏ। ଅର୍ଥନୈତିକ ଦ୍ରବ୍ୟ କଣ ଆମେ ପଢିଛନ୍ତି? ଯେଉଁ ଦ୍ରବ୍ୟ ଉତ୍ପାଦନ ପାଇଁ ମନୁଷ୍ୟ ତାର ବୁଦ୍ଧି, ବିବେକ, ଶ୍ରମ ବ୍ୟବହାର କରିଥାଏ, ତାକୁ ଅର୍ଥନୈତିକ ଦ୍ରବ୍ୟ କୁହାଯାଏ। ଆଉ ସେ ଦ୍ରବ୍ୟର ଦୁଷ୍ପ୍ରାପ୍ୟ ହେଇଥାଏ ବା କମ ପରିମାଣରେ ମିଳୁଥାଏ, ତାକୁ ଆମେ ଅର୍ଥନୈତିକ ଦ୍ରବ୍ୟ ବୋଲି କହିବା। ତାହେଲେ ଦେଖ, ଅର୍ଥନୈତିକ ଦ୍ରବ୍ୟର ହିଁ ବିନିମୟ ମୂଲ୍ୟ ଥାଏ। କିନ୍ତୁ ଦେଖ, ଆମେ ବ୍ୟବହାରିକ ମୂଲ୍ୟ ପଢିବା ବେଳେ ଯୋଉ ମୁକ୍ତ ଦ୍ରବ୍ୟ ଥିଲା, ସୂର୍ଯ୍ୟରଶ୍ମି, ବାୟୁ, ନଦୀ, ଜଳ, ଅସୀମ 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 ପରିମାଣରେ ରହିଛି, ଏହା ଏକ ମୁକ୍ତ ଦ୍ରବ୍ୟ। ତାର କୌଣସି ବିନିମୟ ମୂଲ୍ୟ ରହିଛି କି? ନାହିଁ। କିନ୍ତୁ କାହାର ରହିଛି? ଏ ବହିର ଖଣ୍ଡେ ବହିର ବିନିମୟ ମୂଲ୍ୟ ରହିଛି, କଲମର ମଧ୍ୟ ବିନିମୟ ମୂଲ୍ୟ ରହିଛି। କାହିଁକି? ଏହା ଏକ ଅର୍ଥନୈତିକ ଦ୍ରବ୍ୟ। ଅର୍ଥନୈତିକ କାର୍ଯ୍ୟକଳାପ ସହିତ ଦ୍ୱାରା ଏବଂ ମନୁଷ୍ୟ ତାର ବୁଦ୍ଧି, ବିବେକ ଆଉ ଶ୍ରମ ଦେଇ ସେହି ଦ୍ରବ୍ୟ ସୃଷ୍ଟି କରିଛି ବା ତିଆରି କରିଛି। ସେଥିପାଇଁ ତାକୁ ଅର୍ଥନୈତିକ ଦ୍ରବ୍ୟ କୁହାଯାଏ। ସେହି ଦ୍ରବ୍ୟର ବିନିମୟ ମୂଲ୍ୟ ରହିଛି। ବୁଝିହେଲା? କିଛି ଡାଉଟ୍ ହେଲେ ନିହାତି ତୁମେ ପଚାରିବ। ତାହେଲେ ମୂଲ୍ୟ କଣ ବୁଝିହେଲା? ତ ମୂଲ୍ୟ କହିଲେ, ଅର୍ଥଶାସ୍ତ୍ରରେ ମୂଲ୍ୟ କହିଲେ ଆମେ ବିନିମୟ ମୂଲ୍ୟକୁ ହିଁ ବୁଝିଥାଉ। ଦୁଇ ପ୍ରକାର ମୂଲ୍ୟ ରହିଛି, ଗୋଟେ ହେଲା ବ୍ୟବହାରିକ ମୂଲ୍ୟ, ଆଉ ଗୋଟେ ହେଲା ବିନିମୟ ମୂଲ୍ୟ। ବ୍ୟବହାରିକ ମୂଲ୍ୟ କହିଲେ ତାର ଉପଯୁକ୍ତ ବା ବ୍ୟବହାର କ୍ଷମତାକୁ ବୁଝାଏ। ବିନିମୟ ମୂଲ୍ୟ କହିଲେ ସେଇ ଦ୍ରବ୍ୟକୁ ପାଇବା ପାଇଁ କିଛି ତା ବଦଳରେ ଯୋଉ ଦ୍ରବ୍ୟ ଦିଆଯାଏ ବା ତାର ଏକ୍ସଚେଞ୍ଜରେ କଣ ଦିଆଯାଏ, ତ ସେଥିପାଇଁ କୁହାଯାଏ ଏକ୍ସଚେଞ୍ଜ ଭ୍ୟାଲୁ। ତାକୁ କଣ କୁହାଯାଏ? ବିନିମୟ ମୂଲ୍ୟ। ଗୋଟେ ଦ୍ରବ୍ୟ ପାଇବା ପାଇଁ ଆଉ ଅନ୍ୟ କିଛି ଦ୍ରବ୍ୟକୁ ଦେଲେ ବା ସେଇ ଦ୍ରବ୍ୟର ଅନ୍ୟ ଦ୍ରବ୍ୟ ଅନୁସାରେ ମୂଲ୍ୟକୁ ବିନିମୟ ମୂଲ୍ୟ କୁହାଯାଏ। ବୁଝିହେଲା? ତାହେଲେ ମୂଲ୍ୟ କଣ ବୁଝିହେଲା। ଏବେ କଣ ପଢିବା? ଦର। ଦର କଣ? ଦର ଇଂଲିଶ କଣ? ପ୍ରାଇସ୍। ତ ପ୍ରାଇସ୍ ରୁ ହିଁ ବୁଝିପାରୁଥିବ ଦର କଣ। ଆଉ ପ୍ରାଇସ୍ ଶବ୍ଦଟା ସବୁଆଡେ ଆଭେଲେବଲ ବା ସବୁ ଆମେ ବ୍ୟବହାର କରୁଛନ୍ତି। ତାହେଲେ ଦର କଣ? ମୁଦ୍ରା ଆକାରରେ ଦ୍ରବ୍ୟର ମୂଲ୍ୟକୁ ପ୍ରକାଶ କଲେ ତାକୁ ଦର କୁହାଯାଏ। ଗୋଟେ ଦ୍ରବ୍ୟର ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କରିଦେଲେ ତାକୁ କଣ କୁହାଯିବ? ଦର କୁହାଯିବ। ତାହେଲେ ଆମେ କହିପାରିବା ନା, ଯୋଉ ବିନିମୟ ମୂଲ୍ୟ ଥିଲା, ତାକୁ ଯଦି ଆମେ ମୁଦ୍ରା ଆକାରରେ ଯଦି ଆମେ ପ୍ରକାଶ କରିବା, ତାହେଲେ ତାକୁ ଆମେ କହିପାରିବା ଦର ବୋଲି। ସଠିକ୍? ତାହେଲେ ମୁଦ୍ରା ଆକାରରେ ଦ୍ରବ୍ୟର ମୂଲ୍ୟକୁ ପ୍ରକାଶ କଲେ ତାକୁ ଦର କୁହାଯାଏ। ଏକ୍ସାମ୍ପଲ ନେବା, ଯେତେବେଳେ ଗୋଟିଏ ହାତ ଘଣ୍ଟାର ଦାମ 2000 ଟଙ୍କା ବୋଲି କୁହାଯାଏ, ତାର ଅର୍ଥ ହେଲା ହାତ ଘଣ୍ଟାର ମୁଦ୍ରା ଆକାରରେ ମୂଲ୍ୟ, ସେଇ ହାତ ଘଣ୍ଟାର ମୁଦ୍ରା ଆକାରରେ ମୂଲ୍ୟ ହେଉଛି 2000 ଟଙ୍କା। ତାହେଲେ ଏଇ ହାତ ଘଣ୍ଟାର ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କରାଗଲା 2000 ଟଙ୍କା ବୋଲି। ତାହେଲେ ଏଇ 2000 ଟଙ୍କା କଣ? ଏଇ ହାତ ଘଣ୍ଟାର ଦର। ବୁଝିହେଲା? ବୁଝିହେଲା କି ନାହିଁ? ତାହେଲେ ଆମେ ଦର ଆଉ ମୂଲ୍ୟ, ଆଉ ଗୋଟେ କଥା, ଦର ଆଉ ମୂଲ୍ୟ ଅଲଗା ଅଲଗା ଶବ୍ଦ। ସମାନ ଥାଇପାରେ, ବିନିମୟ ମୂଲ୍ୟ, ଦର ସମାନ ଥାଇପାରେ, କିନ୍ତୁ ଏହାକୁ ଅଲଗା ଅଲଗା ଅର୍ଥ ଅଛି। କଣ ଅଛି? ଦର, ମୂଲ୍ୟ ଏକାର୍ଥ ବୋଧକ ଶବ୍ଦ ନୁହନ୍ତି। ଏହା ଦୁଇଟା ସମାନ ନୁହଁ।
ମୂଲ୍ୟ କହିଲେ ଆମେ ତାର ବ୍ୟବହାରିକ ମୂଲ୍ୟ, ତାର ବିନିମୟ ମୂଲ୍ୟକୁ ବୁଝେଇବା। କିନ୍ତୁ ଦର କହିଲେ ଯେତେବେଳେ ସେଇ ଦ୍ରବ୍ୟର ମୂଲ୍ୟଟି ମୁଦ୍ରା ଆକାରରେ ପ୍ରକାଶ ହେଇଯିବ, ସେତେବେଳେ ତାକୁ ଆମେ ଦର ବୋଲି କହିବା। ବୁଝିହେଲା କି ନାହିଁ? ସେଥିପାଇଁ ବିଭିନ୍ନ ଦ୍ରବ୍ୟର ଦର ଜାଣିଗଲେ ସେମାନଙ୍କର ଆପେକ୍ଷିକ ମୂଲ୍ୟ ଆମେ ଜାଣିଥାଉ। ବିଭିନ୍ନ ଦ୍ରବ୍ୟର ଆମେ ଦର ଜାଣିଲେ ତାର ଆପେକ୍ଷିକ ମୂଲ୍ୟ ଦେଖିବା। ଗୋଟେ ଏକ୍ସାମ୍ପଲ ନେଇକି, ଯଦି ଗୋଟିଏ ବହିର ଦର 500 ଟଙ୍କା, ଗୋଟିଏ ଦ୍ରବ୍ୟର ଦର କ'ଣ ହେଲା 500 ଟଙ୍କା, ଗୋଟିଏ କଲମର ଦର ହେଲା 5 ଟଙ୍କା ହୁଏ, ତେବେ ଗୋଟିଏ ବହିର ମୂଲ୍ୟ 100ଟି କଲମ ମୂଲ୍ୟ ସହିତ ସମାନ ହେବ କି ନାହିଁ? କାହିଁକି ନା ଗୋଟିଏ କଲମର ଦର 5 ଟଙ୍କା, ଗୋଟିଏ ବହିର ଦର 500 ଟଙ୍କା, ତାହେଲେ 100ଟି କଲମର ଦର ସହିତ ଗୋଟିଏ ବହିର ଦର ସମାନ ହେଇଗଲା। ତାହେଲେ କହିପାରିବା ନା ଗୋଟିଏ ବହିର ମୂଲ୍ୟ ଇଜ ଇକ୍ୱାଲ ଟୁ 100ଟି କଲମ ମୂଲ୍ୟ ସହ ସମାନ, ବା ଗୋଟିଏ ବହିର ମୂଲ୍ୟ 100ଟି କଲମ ସହିତ ସମାନ। କହିପାରିବା କି ନାହିଁ? ଯେତେବେଳେ ଆମେ ଦର ଅନୁସାରେ ଦ୍ରବ୍ୟର ମୂଲ୍ୟକୁ ବାହାର କରିଦେଲେ, ବା ଦ୍ରବ୍ୟର ମୂଲ୍ୟକୁ ଯେତେବେଳେ ଆମେ ଟଙ୍କାରେ ବା ମୁଦ୍ରାରେ ପ୍ରକାଶ କରିଦେଲେ, ସେତେବେଳେ ତାର ଆପେକ୍ଷିକ ମୂଲ୍ୟ ହେଉଛି ଗୋଟେ ଦ୍ରବ୍ୟର ମୂଲ୍ୟ ଅନ୍ୟ ଏକ ଦ୍ରବ୍ୟ ଅନୁସାରେ ପ୍ରକାଶ କରିବା। ସେ ଆପେକ୍ଷିକ ମୂଲ୍ୟ ଆମେ ଜାଣିପାରିବା କି ନାହିଁ, ବା ତାର ବିନିମୟ ମୂଲ୍ୟକୁ ଆମେ ଜାଣିପାରିବା କି ନାହିଁ? ଜାଣିପାରିବା। ସେଥିପାଇଁ ଅର୍ଥଶାସ୍ତ୍ରରେ ମୂଲ୍ୟ ଠାରୁ ଦରର ବ୍ୟବହାର ଅଧିକ, ବା କେବଳ ଦରର ହିଁ ବ୍ୟବହାର ରହିଥାଏ। ଅର୍ଥଶାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଶବ୍ଦ କ'ଣ? ଦର। ମୂଲ୍ୟର କୌଣସି ବ୍ୟବହାର ନାହିଁ। ମୂଲ୍ୟ କ'ଣ? ତାର ବ୍ୟବହାରିକ ମୂଲ୍ୟ ବା ତାର ଅନ୍ତର୍ନିହିତ ଗୁଣ, ଦ୍ରବ୍ୟର ଅନ୍ତର୍ନିହିତ ଗୁଣ। ଯେପରିକି ଆମେ ଅନ୍ତର୍ନିହିତ ଗୁଣ ତାକୁ କୁହାଯାଏ ବ୍ୟବହାରିକ ଗୁଣ। ଆଉ ବିନିମୟ ମୂଲ୍ୟ କ'ଣ? ସେଇ ଦ୍ରବ୍ୟ ଅନ୍ୟ ଏକ ଦ୍ରବ୍ୟ ଅନୁସାରେ କେତେ ମୂଲ୍ୟ, ତାକୁ କ'ଣ କୁହାଯାଏ? ବିନିମୟ ମୂଲ୍ୟ। ଆଉ ଦର ବୁଝିପାରିଲ? ମୁଦ୍ରା ଆକାରରେ ତାର ମୂଲ୍ୟକୁ ପ୍ରକାଶ କଲେ ଦର କୁହାଯାଏ। ଗୋଟେ ଦେଖିଲେ ମୂଲ୍ୟଟା କ'ଣ? ବିଭିନ୍ନ ପ୍ରକାରର ଦ୍ରବ୍ୟର ବ୍ୟବହାରିକ ମୂଲ୍ୟ ରହିଛି, କିନ୍ତୁ ତାର ବିନିମୟ ମୂଲ୍ୟ ଆଉ ମୁଦ୍ରାତ୍ମକ ମୂଲ୍ୟ ନାହିଁ। ଆମେ ଏକ୍ସାମ୍ପଲ ଜାଣିପାରିବା। ଯେପରିକି ଜଳର କ'ଣ ଅଛି? ଜଳ ଏକ ଗୁରୁତ୍ୱପୂର୍ଣ୍ଣ ବସ୍ତୁ। ଏହା ବିନା ଜୀବନ ଅସମ୍ଭବ। ଜଳ ଏକ ଅମୂଲ୍ୟ ସମ୍ପଦ। ତାର ଅନ୍ତର୍ନିହିତ ଗୁଣ ଅଛି, ତାର ବ୍ୟବହାରିକ ମୂଲ୍ୟ ଅଛି। ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବହୁତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯେହେତୁ ବହୁ ପରିମାଣରେ ଉପଲବ୍ଧ ଅଛି, ତାର ବିନିମୟ ମୂଲ୍ୟ ନାହିଁ। ଯେହେତୁ ତାର ବିନିମୟ ମୂଲ୍ୟ ନାହିଁ, ତାର କୌଣସି ଦର ମଧ୍ୟ ନାହିଁ। ତାହେଲେ ଏହି ଜଳଟିର ବ୍ୟବହାର ମୂଲ୍ୟ ଥିବା ବେଳେ ତାର କୌଣସି ଦର ବା ବିନିମୟ ମୂଲ୍ୟ ନାହିଁ। ବୁଝିହେଲା? ତାହେଲେ ଏହା ହେଉଛି ମୂଲ୍ୟ ଏବଂ ଦର। ଆଜି ପାଇଁ ଏତିକି। ନେକ୍ସଟ କ୍ଲାସ୍ ଆମେ ପଢିବା ଦ୍ରବ୍ୟର ବୈଶିଷ୍ଟ୍ୟ। ଏ ଟିଚିଂ ଓଡ଼ିଶାକୁ ସବସ୍କ୍ରାଇବ କରିବେ। ଆସ୍କ ୟୋର ଡାଉଟ୍। ତୁମେ ତୁମର ଡାଉଟ୍ କମେଣ୍ଟ ମାଧ୍ୟମରେ ଜଣାଇପାରିବ, ବା ତୁମର ଡେସ୍କ୍ରିପସନରେ ଟେଲିଗ୍ରାମର ଲିଙ୍କ ରହିଛି, କ୍ଲିକ୍ କରି ସେ ଟେଲିଗ୍ରାମରେ ଜଏନ୍ ହେଇପାରିବେ। ରହିଲି। ଜୟ ହିନ୍ଦ, ଜୟ ଭାରତ।